ମୁଁ ଭାବୁଛି ଏ ବିଜୁ ଜନତା ଦଳ ଗୋଟେ ଓଡ଼ିଆ ଲୋକଙ୍କର ଦଳ, ସେଟା ଗୋଟେ କାହାର ପୈତୃକ ସମ୍ପତ୍ତି ନୁହେଁ। ସେତେବେଳେ ଗୋଟେ ନାମିତ ହେଇଥିଲା ସତ କଥା, କିନ୍ତୁ ସେ ଗୋଟେ ନୂଆ ରୂପ, ନୂଆ ନାମ, ନୂଆ ଆକାରରେ ଧାରଣ କରି ଆସିବାର ସମ୍ଭାବନା ଅଛି। ମୁଁ କେବେ ରାଇଟ୍ ଅଫ୍ କରିବିନି, କାରଣ କଂଗ୍ରେସକୁ ଓଡ଼ିଶା ଲୋକ ଏପର୍ଯ୍ୟନ୍ତ ବି ଚାହୁଁନାହାନ୍ତି ବୋଲି ସେଟା ସ୍ପଷ୍ଟ ଜଣାପଡ଼ୁଛି। ନୂଆ ନାଁରେ ବିଜେଡି ଆସିବ, କିଏ ଆସିବ ସେ ତ ଆଜ୍ଞା ଗୋପରେ ବଢ଼ୁଛି। କିଏ ଆସିବ କିଏ ଆସିବନି ସେଟା ତ ମୁଁ ଭବିଷ୍ୟତବାଣୀ କହିପାରିବିନି। କିନ୍ତୁ ଓଡ଼ିଶା ଲୋକ ଇତିହାସକୁ, ରାଜନୈତିକ ଇତିହାସକୁ ଯଦି ଦେଖିବେ, ଓଡ଼ିଶା ଲୋକ ସବୁବେଳେ ସେ ଗୋଟେ ଅଲଗା ପ୍ରକାରର ଲୋକ। ଆମ ରାଜ୍ୟର ଲୋକ ଏମାନେ ସବୁବେଳେ ଆଞ୍ଚଳିକ ଦଳକୁ ସମର୍ଥନ କରି ଆସିଛନ୍ତି ଯେତେବେଳେ ସୁଯୋଗ ପାଇଛନ୍ତି। ଯେତେବେଳେ ସୁଯୋଗ ପାଇନାହାନ୍ତି ତାଙ୍କୁ ଆଉ ଦୋଷ ଦେଇ ଲାଭ କ'ଣ? ଆଉ ଗୋଟେ ନୂଆ ଆଞ୍ଚଳିକ ଦଳ ଜନ୍ମ ନେଇପାରେ, କିଛି କେଉଁ କଥାକୁ ମୁଁ ମନା କରିପାରିବିନି। ଆଉ ଗୋଟେ ଆଞ୍ଚଳିକ ଦଳ ଜନ୍ମ ନେଇପାରେ, ନ ବି ନେଇପାରେ, ସେଥିପାଇଁ କି ଭବିଷ୍ୟତ କହିବ। କିନ୍ତୁ ଓଡ଼ିଶା ଲୋକଙ୍କ ଇତିହାସକୁ ଦେଖିଲେ, ଭୋଟରଙ୍କ ଇତିହାସକୁ ଦେଖିଲେ, ସେମାନେ ସବୁବେଳେ ଗୋଟେ ସ୍ପଷ୍ଟ ମତ ଦେଇ ଆସିଛନ୍ତି।